ଗୋଟେ ଆଲୋଚନା ହେଲା ତାରି ଉପରେ ମୁଁ ପଦେ କହିବି। ବିହିତ ବିଜ୍ଞ ଶାଶ୍ୱତ ଆଚାର ଯାହା ସ୍ୱାସ୍ଥ୍ୟ ଅସ୍ତିତ୍ୱ ପକ୍ଷରେ ଅନୁକୂଳ। ବିହିତ ବିଶେଷ ଭାବରେ ହିତ କରେ ଯାହା, ସେଇ ପ୍ରକାର ବିଜ୍ଞ ବୁଦ୍ଧି ଖଟେଇ ସେଇ ଆହାରଟା ଆମେ ଗ୍ରହଣ କରିବା ଉଚିତ ଯାହା ସ୍ୱାସ୍ଥ୍ୟ ଅସ୍ତି ପକ୍ଷରେ ଅନୁକୂଳ। ଖାଲି ସ୍ୱାସ୍ଥ୍ୟ ଶାରୀରିକ ସ୍ୱାସ୍ଥ୍ୟ ନୁହଁ, ଅସ୍ତିତ୍ୱ ଅର୍ଥାତ୍ ଆମ ଭିତରେ ଥିବା ଯୋଉ ଜୀବନୀୟ ସତ୍ତା, ଲାଇଫ, ଭାଇଟାଲ ଏନର୍ଜି, ଏ ଉଭୟକୁ ଯେମିତି ନର୍ଚର ଦିଏ ତାହା ପରିପାଳନ କରିବା ଉଚିତ। ଏପରିକି ଟିକେ ବେଶୀ ଯେତେ ହବ ସେତେ ହିଁ ଭଲ, এই ଆଚରଣଟା ଯେତେ ବେଶୀ ହବ ସେତେ ଭଲ, କାରଣ ତା ଅସ୍ତିତ୍ୱକୁ ସୁସ୍ଥି ସମ୍ପନ୍ନ କରି ତଳେ ଜୀବନ ଚଳନକୁ ଅବ୍ୟାହତ କରି ରଖେ এই ଆଚରଣ ଗୁଡାକ। ଏଠି ଖାଦ୍ୟ ଆଉ ଆଚରଣ ଉଭୟର କଥା ଠାକୁର କହିଛନ୍ତି। ବାକ୍ୟ ବ୍ୟବହାର ମଧ୍ୟ ସେହିପରି ସାର୍ଥତ ସ୍ୱସ୍ତି ସମ୍ପନ୍ନ ହେବା ଉଚିତ। ଏମାନଙ୍କର ବାକ୍ୟ, ତେବେ ବାକ୍ୟଟା ଆସେ କୋଉଠୁ ସେ ପ୍ରସଙ୍ଗକୁ ମୁଁ ଆସିବି। ଖାଦ୍ୟ କଣ ଖାଇବା ଦରକାର, କେମିତି ଖାଇଲେ ଭଲ ହବ, କାହିଁକି ନା ତା ପାରିପାର୍ଶ୍ୱିକ ଆପଦ ଠାରୁ ଅନେକ ପରିମାଣରେ ଆମକୁ ମୁକ୍ତ କରିକି ରଖେ। ଆମେ ଆମର କଥା ଚାଲିଚଳନି ଆଚାର ବ୍ୟବହାର ହିଁ ଆମର ଶତ୍ରୁ। ଆମର କର୍ମର ସିଦ୍ଧାନ୍ତ ଆଧାରରେ ହିଁ ଆମ ଉପରେ ପ୍ରତିକୂଳ ଅନୁକୂଳ ପ୍ରଭାବ ପଡେ। ଅନୁକୂଳ ଆଚାର ଆଚରଣରେ ଅନୁକୂଳ ପ୍ରଭାବ ପରିବେଶରୁ ମିଳେ ଏବଂ ପ୍ରତିକୂଳ ଆଚାର ବ୍ୟବହାର ଭିତରେ ଦେଇକି ପ୍ରତିକୂଳ ପ୍ରଭାବ ମିଳେ। ତେବେ ଉଭୟ ଇଷ୍ଟଙ୍କ ସହିତ ଯୁକ୍ତ ହୋଇ ତାଙ୍କର ନିର୍ଦ୍ଦିଷ୍ଟ ବିଧାନ ଭିତରେ ଦେଇକି ଆମେ ଯଦି ଖାଦ୍ୟ ଉପରେ ଚାଲିଚଳନି ଆଚାର ବ୍ୟବହାର ରଖିବା ତାହେଲେ ଏଟା ସମ୍ଭବ ହବ। ବାକ୍ୟଟା ଆସେ କୋଉଠୁ? ବାକ୍ୟ ଆମର ଭାବରୁ ଭାବନାର ସୃଷ୍ଟି, ଭାବନାରୁ ଭାବର ସୃଷ୍ଟି ଏବଂ ସେ ଭାବନାରେ ଆମର ଭାଷା ବ୍ୟକ୍ତ ହୁଏ ଭାବନା ଭିତରେ ଦେଇକି। ତେଣୁ ଯାହାର ଚିନ୍ତା ଯେତେ ଉଚ୍ଚ କୋଟିର, ଭାବନା ଯେତେ ଉଚ୍ଚ କୋଟିର, ତାର ଭାବ ଆଉ ଭାଷା ମଧ୍ୟ ତଦନୁପାତିକ ହବ। ତେଣୁ ସେ ଉଚ୍ଚ କୋଟିର ଜିନିଷଟା କଣ, ତାଙ୍କ ସହିତ ସବୁବେଳେ ଯୁକ୍ତ ହେଇକି ରହିବା, ନହେଲେ ସମ୍ଭବ ହବନି। ଠାକୁର ବିଶେଷତଃ କହନ୍ତି ଅରୁଆ ଚାଉଳ, ମୁଗ ଡାଲି, କଞ୍ଚା କଦଳୀ ଆଉ ସୈନ୍ଧବ ଲବଣ, ତତ୍ସ ଖସା ବଟା, ପାଚଲା କଦଳୀ ଟିକେ, ଦୁଧ କପେ, ଖାଣ୍ଟି ଗାଈ ଦୁଧ ହେଇଥିବା ଦରକାର। ଆଜିକାଲିକା ପରି ଯୋଉ ପ୍ରଦୂଷିତ ଦୁଧ ନୁହଁ, ଏହା କ୍ଷତି କରି ପକେଇବ ଆମକୁ। ଏଇ ସବୁ ଘିଅର କଥା ମଧ୍ୟ କହିଛନ୍ତି। ତେବେ ଖେଚେଡି ଗୋଟେ ସବୁଠାରୁ ଉତ୍ତମ ଖାଦ୍ୟ ବୋଲିକି ଠାକୁର କହିଛନ୍ତି, ବାଲାନ୍ସ ଡାଏଟ। କାରଣ ଶରୀର ପାଇଁ ଯୋଉ ତିନୋଟି ଉପାଦାନ ଦରକାର, ଆମର ପ୍ରୋଟିନ, ଫ୍ୟାଟ ଆଉ କାର୍ବୋହାଇଡ୍ରେଟ ଆର ଧିରୁ ମିଳିଥାଏ। ପ୍ରୋଟିନ ଡାଲିରୁ ପାଇଲେ ଏବଂ କାର୍ବୋହାଇଡ୍ରେଟ ଆମେ ଅରୁଆ ଚାଉଳରୁ ପାଇଲେ ପ୍ରଚୁର ପରିମାଣରେ, ଆଉ ଘିଅରୁ ଫ୍ୟାଟ ପାଇଲେ ଖାଣ୍ଟି ଶୁଦ୍ଧ ଗାଈ ଘିଅ ଯୋଉଟାକୁ କହନ୍ତି। ଏଟା ଭାରି ଉପାଦେୟ ଅଛି, କୋଲେଷ୍ଟ୍ରଲ ଆଦୌ ବଢାଏ ନା, ପ୍ରମାଣ କରିକି ମୁଁ ନିଜେ ଦେଖିଛି। ଟ୍ରାଇଗ୍ଲିସେରାଇଡ୍ ବଢିଥିବା ଅନେକ ଆମର ଗୁରୁ ଭାଇଙ୍କର ମୁଁ ଆଦୌ ତାଙ୍କୁ କହି ଖାଣ୍ଟି ସୋରିଷ ତେଲ ପେଡ଼ିକି ଆଣିକିନି ଖାଅ, ପେଡା ଯୋଉଠି ଅଛି ମେସିନ ଆମ ଏରିଆରେ ଅଛି, ନହେଲେ ଘିଅ ଖାଣ୍ଟି ଗାଈ ଘିଅ ଆଣିକିନି ଗାଁରୁ ଖାଅ। ଖାଇଲା ପରେ 500 ଉପରକୁ ଉର୍ଦ୍ଧ୍ୱ ଥିବା ଟ୍ରାଇଗ୍ଲିସେରାଇଡ୍ ଠିକ ହେଇଯାଇଛି। 6 ଜଣ ଗୁରୁ ଭାଇଙ୍କ ଉପରେ ମୁଁ ଏଟାକୁ ପ୍ରୟୋଗ କରୁଛି। ସେମାନେ ଅଛନ୍ତି ଏବେ, ଆଉ ତାଙ୍କୁ ମେଡିସିନ ଖାଇବାକୁ ପଡୁନି। ଯୋଉଟା ଟୋନାକ୍ଟିଜି 40 mg ର ତାଙ୍କୁ ଖାଇବାକୁ ପଡୁଥିଲା। ଭୁବନେଶ୍ୱରରୁ ଯାଇ ସ୍ୱାସ୍ଥ୍ୟ ଚିକିତ୍ସକ ମାନଙ୍କ ପାଖରୁ ଚିକିତ୍ସା କରେ। କହନ୍ତି କରୋନାରେ ହାର୍ଟ ଡିଜିଜ ହବ, ଇଏ ହବ, ତମେ ସେ ରିଫାଇନ ତେଲ ଖାଅ, ଇଏ ତେଲ ଖାଅ ଇତ୍ୟାଦି। କିନ୍ତୁ ବାସ୍ତବ ଭାବରେ ତାହା ନୁହଁ। ଠାକୁର ଯୋଉଟା କହିଛନ୍ତି ଯୋଉଟା ବାଲାନ୍ସ ଖାଦ୍ୟ, ସୁଷମ ଖାଦ୍ୟ। ଠାକୁର ମୁଗ ଡାଲି ଉପରେ ଏତେ ଜୋର କାହିଁକି ଦେଇଥିଲେ? ଏ ଯୋଉ ମୁଗ ଡାଲିର ପୋଷକ ତତ୍ତ୍ୱତା ଅନ୍ୟ କୌଣସି ଡାଲିରେ ନାହିଁ। ଆମେ ଯୋଉ ଡାଲି ସବୁ ଖାଉ ତା ଦେହରେ ପ୍ରୋଟିନ ତ ଥାଏ, ଯୋଉଟା ଶରୀର ବିକାଶ ପାଇଁ ଯୋଉ ପ୍ରୋଟିନ ଆବଶ୍ୟକ ମୁଗ ଡାଲିରେ ଥାଏ। ଏମିତି ତ ବହୁତ ପ୍ରୋଟିନ ଅଛି, ଆନିମାଲ ପ୍ରୋଟିନ ଅଛି, ବିଭିନ୍ନ ରକମ ପ୍ରୋଟିନ ସବୁ ଅଛି। ସବୁ ପ୍ରୋଟିନ ସମସ୍ତଙ୍କ ପାଇଁ ଆବଶ୍ୟକ ନୁହେଁ। ଶରୀରର ପୋଷକ ତତ୍ତ୍ୱ ଠାକୁର କହୁଛନ୍ତି ଯେ ମୁଗ ଡାଲି ଭିତରେ ଅଛି, ଶରୀରକୁ ଯୋଉଟା ପୋଷଣ ଦବ ବେଶୀ ପରିମାଣରେ। ଶରୀରକୁ ଆବଶ୍ୟକ ପରିମାଣର ଯୋଉ ପ୍ରୋଟିନ ମଧ୍ୟ ମୁଗ ଡାଲିରୁ ମିଳିବ। ତେଣୁ ମୁଗ ଡାଲି ବି ଆମେ ମାନେ ସବୁ ସାଧାରଣତଃ ଯୋଉମାନେ ସ୍ୱସ୍ଥ ନିରାମିଷ ସବୁବେଳେ ବ୍ୟବହାର କରିବା ଉଚିତ। ପ୍ରୋଟିନ ବ୍ୟତୀତ ଆଉ କଣ ଅଛି? ପୋଟାସିୟମ ଅଛି, ସୋଡିୟମ ଅଛି, ଫାଇବର ଅଛି, କାର୍ବୋହାଇଡ୍ରେଟ, ଆଇରନ, ଭିଟାମିନ, ମାଗ୍ନେସିୟମ, ଏସବୁ ପୋଷକ ତତ୍ତ୍ୱ ମଧ୍ୟ ମୁଗ ଡାଲିରେ ଭରପୁର ହେଇକି ରହିଛି। ତେଣୁ ଏଟା ଗୋଟେ ଦେବଯୋଗ୍ୟ ସତା ପୋଷଣୀ। ଏଇ ଯୋଉ ମୁଗ ଡାଲି ଶରୀର ପାଇଁ ଆମର ବାତ ପିତ୍ତ କଫକୁ ମଧ୍ୟ ନିୟନ୍ତ୍ରଣ କରେ ବୋଲିକି ଠାକୁରଙ୍କର କୁହାଥିଲା। ବାତ ପିତ୍ତ କଫ ତିନିଟା ଭିତରେ ସମୟ ନ ରଖେ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ମୁଗ ଡାଲି ସହାୟକ ହୁଏ।
ତେଣୁ ଶୀଘ୍ର ହଜମ ମଧ୍ୟ ହୁଏ ଅନ୍ୟ ଡାଲି ଅପେକ୍ଷା। ଏବଂ ଯେଉଁ ବ୍ୟକ୍ତିମାନଙ୍କର ପାଚନ କ୍ରିୟା ସମସ୍ୟାରେ ପୀଡ଼ିତ ସେମାନେ ମୁଗ ଡାଲି ଖାଇବା ଉଚିତ, ସର୍ବାଧ ଲାଭପ୍ରଦ ସେମାନଙ୍କ ପାଇଁ। ଅନ୍ୟ ଡାଲିକୁ ହଜମ କରିବା ଭାରି ମୁସ୍କିଲ ହୁଏ। ତେଣୁ ମୁଗ ଡାଲି ଶରୀରରୁ ବିଷାକ୍ତ ଦ୍ରବ୍ୟ ବାହାର କରିବାରେ ମଧ୍ୟ ସହାୟକ ହୁଏ। ଆଧୁନିକ ବୈଜ୍ଞାନିକ ମାନେ ଏଟାକୁ ଜାଣିଛନ୍ତି, ଖାଦ୍ୟ ବିଜ୍ଞାନୀ ମାନେ ଏଟାକୁ ପ୍ରମାଣ କରିସାରିଲେଣି। ଆଉ ଓଜନ ହ୍ରାସରେ ମଧ୍ୟ ସହାୟକ ହୁଏ ମୁଗ ଡାଲି। ତେଣୁ ମୁଗ ଡାଲି ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ ହୁଏ ବୋଲିକିନି ବୈଜ୍ଞାନିକ ମାନେ କହୁଛନ୍ତି। ମାଗ୍ନେସିୟମ କାଲସିୟମ ଆଦି ଥିବାରୁ ମାଂସ ପେଶୀକୁ ମଧ୍ୟ ଶକ୍ତି ଯୋଗାଏ। ଠାକୁର କହିଛନ୍ତି ଯେ ଆମର ଶରୀରର ପେଶୀକୁ ମଧ୍ୟ ପୋଷଣ ପ୍ରଦ କରି ତୋଳିବ ବୋଲି ମୁଗ ଡାଲି। ତେଣୁ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ ମୁଗ ଡାଲି। ସେଥିପାଇଁ ମୁଗ ଡାଲି ଉପରେ ଠାକୁର ଭାରି ଗୁରୁତ୍ୱ ଦେଇଛନ୍ତି। ଅରୁଆ ଚାଉଳ ଉପରେ ଦେଇଛନ୍ତି। ଅରୁଆ ସମସ୍ତଙ୍କ ଦେହରେ ସମୟ ସମୟ ଯାଏ ନା, କିନ୍ତୁ ଅଭ୍ୟାସ କରି ଯୋଉମାନେ ନେଉଛନ୍ତି ଭଲ। ଆଉ ଯୋଉମାନଙ୍କର ଡାଇବେଟିସ୍ ଅଛି ସେ ତ ଭିନ୍ନ ପ୍ରକାର କଥା। ତେଣୁ ଶରୀରକୁ ସବୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ। ତେଣୁ ମୁଗ ଡାଲିଟା ଉପରେ ଏତେ ଗୁରୁତ୍ୱ ଦେଇଛନ୍ତି ଠାକୁର। ତାପରେ ଦ୍ୱିତୀୟରେ ଦେଇଛନ୍ତି ଆମର ଯୋଉ କଦଳୀ ଉପରେ। କଦଳୀଟା ଏତେ ଉପାଦେୟ ଯୋଉଟାକୁ ଚିନ୍ତା କରି ହବନି। କଦଳୀରୁ ଆମର ବିଭିନ୍ନ ରକମ ଜିନିଷ ସବୁ ମିଳେ। ତା ଦେହରେ ଯୋଉ କ୍ୟାଲୋରୀ ଅଛି, ଆଉ ପ୍ରୋଟିନ ବି ଅଛି, ଫ୍ୟାଟ ବି ଅଛି, କାର୍ବୋହାଇଡ୍ରେଟ ମଧ୍ୟ ଅଛି, କାଲସିୟମ ମଧ୍ୟ ଅଛି, ଲୌହ ମଧ୍ୟ ଅଛି, ଲୁହା ଯୋଉଟା ଆଇରନ୍ ବୋଲି କହୁଛେ, ଫସ୍ଫରସ ମଧ୍ୟ ଅଛି, ସୋଡିୟମ ପୋଟାସିୟମ ମଧ୍ୟ ଅଛି, ରାଇବୋଫ୍ଲେଭିନ୍ ଆମର ଭିଟାମିନ୍ ବି କମ୍ପ୍ଲେକ୍ସ ଯୋଉଗୁଡାକ ସେଗୁଡାକ ବି ଅଛି। ଆସ୍କର୍ବିକ୍ ଏସିଡ୍ ମଧ୍ୟ କଦଳୀ ଭିତରେ ଅଛି, ଯୋଉ କଞ୍ଚା କଦଳୀଟା ଆମେ ବ୍ୟବହାର କରୁଛେ। ଭିଟାମିନ୍ ଏ ବି ସି ମଧ୍ୟ କିଛି ପରିମାଣରେ ଅଛି। ତେଣୁ କେତେ ଉପାଦେୟ ଜିନିଷ ଆ ଭିତରେ ଅଛି। ଠାକୁର ଯୋଉଟା 100 ବର୍ଷ ତଳେ କହିଥିଲେ ଯେ ଏ ଦିଟା ଭାରି ଉପାଦେୟ ଜିନିଷ, ଆଜି ଆଧୁନିକ ବୈଜ୍ଞାନିକ ମାନେ ସେଟା ଜାଣୁଛନ୍ତି। ତା ସହିତ ପାଚଲା କଦଳୀ ମଧ୍ୟ ନବା ପାଇଁ କହିଛନ୍ତି। ପାଚଲା କଦଳୀ ନେଲେ କଣ ହୁଏ, ଆମର କଞ୍ଚା କଦଳୀ ବିଷୟରେ ତ କହିଲେ। ପାଚଲା କଦଳୀ ଆମର କଞ୍ଚା କଦଳୀର ଯୋଉ ଖାଦ୍ୟ ସାର କାର୍ବୋହାଇଡ୍ରେଟ ଶର୍କରା ଆକାରରେ ଗଚ୍ଛିତ ହୋଇଥାଏ। କଦଳୀ ପାଚିଗଲା ପରେ କଣ ହୁଏ, ଗଚ୍ଛିତ ଶର୍କରାଂଶ ସ୍ନାୟୁବିକ ଗ୍ଲୁକୋଜକୁ ପରିବର୍ତ୍ତନ ହେଇଯାଏ। ସ୍ନାୟୁ ପାଇଁ ଯୋଉ ଗ୍ଲୁକୋଜ ଗୁଡା ଆବଶ୍ୟକ, ଶରୀରର ସ୍ନାୟୁ କେମିତି ସୁଦୃଢ ରହିବ। ତେଣୁ ଏଇ ଯୋଉ ଗ୍ଲୁକୋଜ ଗୁଡାକ, ସୁକ୍ରୋଜ ଅଂଶ ଗୁଡାକ କଦଳୀ ପାଚିବା ସଙ୍ଗେ ସଙ୍ଗେ ବଢି ବଢିକି ସେ କଦଳୀରେ କଣ କରେ, ଷ୍ଟାର୍ଚ ଚର୍ବି ଅଂଶ କମି ଆଉ ଷ୍ଟାର୍ଚକୁ ରୂପାନ୍ତରିତ ହେଇଯାଏ। ଏବଂ ଏହି ଅବସ୍ଥାରେ କଦଳୀର ଗ୍ଲୁକୋଜ ଅଂଶ ମଣିଷ ଶରୀର ଦ୍ୱାରା ଶୀଘ୍ର ହଜମ ହେଇଯାଏ ଆଉ ଶକ୍ତି ମଧ୍ୟ ଯୋଗାଏ। ସେଇଥିପାଇଁ ଠାକୁର ମଧ୍ୟ କହିଛନ୍ତି ଯେ ହବିଷାନ୍ନ ଯୋଉଟା ଆମେ କରୁଛେ ତା ଦେହରେ ପାଚଲା କଦଳୀ ନେଇପାରିବା, ହରିଡା ଅଁଳା ବାଳା ନେଇପାରିବା, କାରଣ ତା ଦେହରେ ଯୋଉ ବଦ ହଜମି କରେଇବ ହରିଡା ଅଁଳା ବାଳା, ତାକୁ ମଧ୍ୟ ସୁସ୍ଥ କରେଇବ। ଆଉ ତା ସହିତ ଖସା ବଟା ମଧ୍ୟ କହିଛନ୍ତି। ଖସା ବଟା ଗୋଟେ ସ୍ନାୟୁବିକ ମେଡିସିନ, ତା ଦେହରେ ଜିଙ୍କ ଆଉ ବିଭିନ୍ନ ରକମ ଏଲିମେଣ୍ଟ ସବୁ ଯୋଉଟା ରହିଛି ଖଣିଜ ସମ୍ପଦ ଭରପୁର ହେଇକି ରହିଥାଏ। ଆଉ ତା ସହିତ ସେଲିନିୟମ ବି ଥାଏ, ଯାହା ସ୍ନାୟୁକୁ ସୁଦୃଢ କରିବା ପାଇଁ, ସ୍ନାୟୁବିକ ଦୁର୍ବଳତାକୁ ଦୂର କରିବା ପାଇଁ ବିଭିନ୍ନ ରକମ ଔଷଧ ଥାଏ। ତା ଦେହରେ ସବୁ ଭରପୁର ହେଇକି ଥାଏ, ତାକୁ ମଧ୍ୟ କହିଛନ୍ତି। ଆଉ ଖାଣ୍ଟି ଗାଈ ଦୁଧ ଯଦି ଥାଏ ଗୋଟେ କପ୍ ନେଲେ, ତା ଦେହରେ ପୁଷ୍ଟି ସାର, ସ୍ନେହ ସାର, ଶ୍ଵେତ ସାର, ଧାତବ ଲବଣ, ଜୀବନିକା ଜଳ ସବୁ ଗୁଡା ଭରପୁର ହେଇକି ରହିଛି କ୍ଷୀରରେ। କୋଲେଷ୍ଟ୍ରଲ ସଲ୍ଟ ମଧ୍ୟ ଅଛି, ଯୋଉଟା ସଲ୍ଟଟା ଆମର ସ୍ନାୟୁମଣ୍ଡଳ ପାଇଁ, ମସ୍ତିଷ୍କ ପାଇଁ ନିହାତି ଉପାଦେୟ। ସେ ପ୍ରକାର ସଲ୍ଟ, ବିଭିନ୍ନ ରକମ ସଲ୍ଟ ସବୁ ଅଛି ତ, ତେଣୁ ସେଗୁଡାକ ସବୁ ଉପାଦେୟ। ତା ସହିତ ଆଇରନ୍ ଫେରସ ମଧ୍ୟ ତା ଭିତରେ ପ୍ରଚୁର ପରିମାଣରେ ଅଛି। ଏସବୁ ଯଦି କରାଯାଏ, ଆଉ ତା ସହିତ ସନ୍ ବାଥ କରାଯାଏ, ଠାକୁର କହିଥିଲେ 100 ବର୍ଷ ପୂର୍ବରୁ ଯେ ସକାଳ ଖରାରେ କିଛି ସମୟ ବସିବା ପାଇଁ, ତା ଭିତରେ ଆମର ଭିଟାମିନ୍ ଡି ଅନ୍ୟାନ୍ୟ ସବୁ ଉପାଦାନ ମିଳେ, ଏଇ ଖାଦ୍ୟରୁ ମଧ୍ୟ ମିଳେ। ତେଣୁ ଏତେ ଗୁଡାକ ମୋର ଆଲୋଚନା କରିବାର କାରଣ ହେଲା ଯେ ଅସ୍ତିତ୍ୱ ଆମର ଯୋଉ ସତ୍ତାଟି ରହିଛି, ଶରୀର ସୁସ୍ଥ ନ ରହିଲେ ସତ୍ତା ଠିକ ରହିବନି। ଆଉ ଖାଦ୍ୟ ମନ ଆଉ ଶରୀର ଉଭୟକୁ ଗଠନ କରେ। ଆମର ଯୋଉ ଧାରଣା ଥିଲା ଯେ ଖାଦ୍ୟ କେବଳ ଶାରୀରିକ ପୁଷ୍ଟି ପାଇଁ, ନା ତା ନୁହଁ, ଏଟା ମାନସିକ ମନକୁ ମଧ୍ୟ ସୁନ୍ଦର କରେ ଖାଦ୍ୟ। ଏଇଟା ଆମର ଜଣେ ମନସ୍ତତ୍ତ୍ୱବିତ୍ କମ୍ବର୍ଲି ୱିଲସନ୍ ୟୁରୋପରେ ସବୁଠାରୁ ବଡ ଜେଲରେ 2016 ମସିହାରେ ଗବେଷଣା କରିଥିଲେ, ୟୁରୋପ ୟୁନିୟନର ଗଭର୍ଣ୍ଣମେଣ୍ଟର ପରମିଶନ ନେଇକି, ଯେ
ଯୋଉମାନଙ୍କର ମାନସିକ ସ୍ଥିତି ସେ ଖାଦ୍ୟ ଭିତରୁ ଦେଇକି ଜାଣିଲେ ଯେ କୋଉ କୋଉ ଉପାଦାନରେ ମନ ଉପରେ କଣ ପ୍ରଭାବ ପଡୁଛି, ମଣିଷ ଆଚରଣ ଯୋଉ କରେ, ଅତି ଧର୍ତ୍ତବ୍ୟ ଅପରାଧ ସବୁ କରେ, ତାହା ମଧ୍ୟ ଖାଦ୍ୟ ପଦାର୍ଥର ବ୍ୟତିକ୍ରମ ହୁଏ। କିଛି ଖାଦ୍ୟ ଅଛି ତାକୁ ପ୍ରୋତ୍ସାହିତ କରିବା ପାଇଁ, କିଛି ଖାଦ୍ୟ ଅଛି ଡେଫିସିଟ୍ ହେଇଗଲେ ମାନସିକ ସ୍ତରରେ ତାର ବିକୃତି ଆସେ, ବିଚ୍ୟୁତି ରୀତି ଆସେ ମସ୍ତିଷ୍କରେ, ତେଣୁ ସେ ଏଭଳି କରେ। ଏଟାକୁ ସେ ଦେଖିଲା ପରେ ସେ ପରମିଶନ ନେଇ ଗଭର୍ଣ୍ଣମେଣ୍ଟର 1600 ରୋଗୀଙ୍କ ଉପରେ ପ୍ରୟୋଗ କଲେ। ପ୍ରୟୋଗ କଲା ପରେ 100ରୁ 100% ଏଇ ଯୋଉ କର୍ମିଲ ୱିଲସନ ଯୋଉ ଗବେଷଣା କରିକି ପ୍ରମାଣ କରିଦେଲେ, ଲଣ୍ଡନର ହାଲୋଏ ଜେଲରେ ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଅପରାଧୀ ମାନଙ୍କର ମାନସିକ ପରିସ୍ଥିତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଗଲା। 1600 ରୋଗୀଙ୍କ ଉପରେ ସେ ପ୍ରୟୋଗ କରିଥିଲେ ଏବଂ ଯାହା ଘୋଷଣା କଲେ ସମଗ୍ର ବିଶ୍ୱ ଚକିତ ହେଇଗଲା। ଏଇ ବୈଜ୍ଞାନିକଙ୍କର ଯୋଉ ଖାଦ୍ୟ ଉପରେ ଯୋଉ ଅନୁଧ୍ୟାନ କରିଥିଲେ ଏବଂ ମାନସିକ ସ୍ତରକୁ ଠାକୁର କହିଛନ୍ତି ସ୍ୱାସ୍ଥ୍ୟ ସଜାରେ ଖାଦ୍ୟ ଖାଲି ଶରୀର ଗଠନର ସହାୟକ ହୁଏନା, ମନକୁ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ତେଣୁ ଆମେ ଯୋଉ ଆବର୍ଜନା ସବୁ ଗ୍ରହଣ କରୁଛନ୍ତି, ଭଲ ଲାଗୁଛି, ସ୍ୱାଦ ଲାଗୁଛି, ଯାହା ସ୍ୱାଦ ଲାଗେ ତାହା ତ ଭଲ, କିନ୍ତୁ ତାହା ଯଦି ସତ୍ତା ପୋଷଣୀ ହେଇଥାଏ, ଠାକୁର ବିଧି ବାକ୍ୟରେ କହିଲେ, ଯଦି ଆମ ସତ୍ତାକୁ ସ୍ପର୍ଶ ନ କରିବ, ସତ୍ତାକୁ ସମୃଦ୍ଧ ନ କରିବ, ତାହେଲେ ଜୀବନ ଅସ୍ଥି ବୃଦ୍ଧି ବିପନ୍ନ ହବ, ତାହେଲେ ସିଏ ସାତ୍ତ୍ୱିକ ଆହାର ନୁହଁ। ଇଭିନିଂ ଆମେ ଯୋଉ ହବିଷାନ୍ନ କରୁଛେ, ଏ ହବିଷାନ୍ନ ସାତ୍ତ୍ୱିକ ଆହାର ହେଲେ ମଧ୍ୟ ତାକୁ ଯଦି ଆବଶ୍ୟକ ପରିମାଣରେ ଅଧିକା ନବା, ତାହେଲେ ସେ ତାମସିକ ଆହାରକୁ ରୂପାନ୍ତରିତ ହେଇଯିବ, ଆଉ ଆମକୁ ବଞ୍ଚିବାକୁ ଦବନି, ଅସୁସ୍ଥ କରିପକାଉ। ଆମେ ତ ସାଧା ଖାଉଛେ, ହଉଛି କଣ? ଖାଦ୍ୟର ଯୋଉ ନିୟମ ରହିଛି, ଠାକୁର ଖାଲି ଉଣାଇ ଭାତ ଦି ଗୁଣା ବଳ, ଆମେ ତାକୁ ଗ୍ରହଣ କରିବା। କିଭଳି ଗ୍ରହଣ କରିବା? ନା ଅଧା ପେଟ ପୁରେଇ ନବା, ଆଉ ପାଏ ପାଣି ପିଇବା, ଆଉ ପାଏ ଫାଙ୍କା ରଖିବା ପବନ ପାଇଁ। ଖାଦ୍ୟ ସମୟରେ, ଖାଦ୍ୟ ଖାଇବା ସମୟରେ ପବନ ଯାଏ ଏବଂ ତା ପାଇଁ ଯଦି ଜାଗା ରହେ, ତାହେଲେ ଆମକୁ ଆଉ ମାନେ ଅସୁବିଧା କିଛି ହବନି, ଆଦୌ କୌଣସି ଅସୁବିଧା ହବନି, ଖାଦ୍ୟ ହଜମ ହେଇଯିବ, ଆଉ ସେ ପବନଟା ଆମର କ୍ଷତି କରିପାରିବନି। ଯଦି ଫୁଲ ପେଟ ଥିବ, ଇଏ ପବନଟା ପ୍ରେସର କରିକି ଯୋଉ ଜାଗା ଦଖଲ କରିବ, ହାକୁଡି ଫାକୁଡି ଆସିବ, ବିଭିନ୍ନ ରକମ ଅସୁବିଧା ଉପସର୍ଗ ଇତ୍ୟାଦି ଉତ୍ପନ୍ନ ହବ। ତେଣୁ ଆମର ନାମ ଧ୍ୟାନ, ଆମର ଯୋଉ ଗଟ୍, ପାଟିରୁ ଦାନ୍ତରୁ ଆରମ୍ଭ କରି ମଳଦ୍ୱାର ପର୍ଯ୍ୟନ୍ତ ଗୋଟେ ସିଷ୍ଟମ, ତା ଦେହରେ ଲିଭର ଅଛି, ପାନକ୍ରିଆଜ ଅଛି, 28 ଫୁଟ ଲମ୍ବାର ପାଇପ ଅଛି, ଗଳକକ୍ଷ ମଧ୍ୟ ଅଛି। ଇଏ ସବୁ ସିଷ୍ଟମ ଯଦି ସୁନ୍ଦର ନ ରହେ, ତାହେଲେ ମଧ୍ୟ ଅସୁବିଧା ହବ। ସମୟ ସମୟ ଆମେ ଠିକ ଖାଇଥିଲେ ମଧ୍ୟ ଅମ୍ଳ ହେଇଯାଏ। ସେ ଅମ୍ଳଟା ଖାଦ୍ୟ ଜନିତ ନୁହଁ, ଶାରୀରିକ ଅସୁସ୍ଥତା ଜନିତ ଅମ୍ଳ। କଣ ନା ଆମର ସେନ୍ସେସର ଯୋଉଗୁଡା ଅଛନ୍ତି, ମସ୍ତିଷ୍କକୁ ଭୁଲ ଆଇଡିଆ ଗୁଡା ଦିଅନ୍ତି। କଣ କଣ ଖାଦ୍ୟ ଆଇଲା, ମସ୍ତିଷ୍କକୁ ଗ୍ରେ ମ୍ୟାଟରରେ ଥିବା ତାର ଯୋଉ କେନ୍ଦ୍ରକୁ ଏମାନେ ସବୁ ଖବର ଦିଅନ୍ତି। ସେନ୍ସେସର ନ୍ୟୁରୋ ଟ୍ରାନ୍ସମିଟର ଗୁଡା ଟ୍ରାନ୍ସଫର୍ମ କରିବେ, ଏଇ ଜିନିଷ ଆସିଲା, ମସ୍ତିଷ୍କ ନିର୍ଦ୍ଦେଶ ଦବ ସେଇ ଏନଜାଇମ ଝରେଇବା ପାଇଁ। ଯୋଉ ଗ୍ଲାଣ୍ଡ ଯୋଉ ଦାୟିତ୍ୱରେ ସବୁ ରହିଛନ୍ତି, ସେ ସବୁ ଝରେଇବେ। କାମ হয় ମସ୍ତିଷ୍କରେ, ମସ୍ତିଷ୍କ ଦେଖେ, ମସ୍ତିଷ୍କ ଶୁଣେ, ଏ ଭିଜନ ଗୁଡା ନେଇ ପହଞ୍ଚାନ୍ତି ମସ୍ତିଷ୍କ ପାଖରେ, ସିଏ ସବୁ କରେ। ତେଣୁ ଏ ଯୋଉ ରଙ୍ଗ ଇନଫର୍ମେସନ ଯାଏ, ସାଡୁ ଯୋଉ ନିର୍ଦ୍ଦେଶ ଆସେ, ସେଇଗୁଡାକ ସବୁ ଭୁଲ হয় ଏବଂ ସେଇଗୁଡା ଉତ୍ପାତ ସୃଷ୍ଟି করে, ତାକୁ ନ୍ୟୁରୋଟିକ ଡିସ୍ପେପ୍ସିଆ ବୋଲି ଆଜିକାଲି ଡାକ୍ତର ମାନେ କହୁଛନ୍ତି। ଠାକୁର କଥା ମଧ୍ୟ କହିଥିଲେ, ମନଟି ଦୁଷ୍ଟ ହେଲେ ଜାଣିଥା ରୋଗର ଆଧାର হয়, এইটিକୁ তো ଏଡାଇ ଚାଲିଲେ କରିବୁ ବ୍ୟାଧି। ଯାଟା ମାନସିକ ଦୁଶ୍ଚିନ୍ତାରୁ হয়, ଏଗୁଡା ସବୁ ମାନେ ବିଶ୍ଳିଷ୍ଟ ହେଇଯାଏ। ତେଣୁ ଖାଦ୍ୟ ଆମର ଏ ମନକୁ କେମିତି ସୁସ୍ଥ ରଖିପାରିବ, ତା ସହିତ ଆମର ଯୋଉ ସୈନ୍ଧବ ଲବଣ, ଏହା ମାନସିକ ସ୍ତରରେ ଗୋଟେ ଭଲ ପ୍ରଭାବ ପକାଏ। ଉପାଦେୟ ହରମୋନ ଗୁଡାକ ସବୁ ଯୋଉଗୁଡା ଦରକାର ମାନସିକ ସ୍ଥିତି ପାଇଁ, ସେଗୁଡାକ ସବୁ ବାଲାନ୍ସ ରଖେ, ମାନସିକ ସ୍ଥିତି ସୁଦୃଢ ରଖେ ଏବଂ ଷ୍ଟ୍ରେସ୍, ଟେନସନ, ଆଙ୍ଗଜାଇଟି ସବୁ ଆସେ ନା। ସୈନ୍ଧବ ଲବଣରେ ଏତେ ଶକ୍ତି ଅଛି। ସେ ଲୁଣ ଗୋଟେ ଔଷଧ ମଧ୍ୟ, ସେଇଥିପାଇଁ ତାକୁ ସବୁ କୁହାଯାଏ ଖାଇବା ପାଇଁ। ଏବଂ ବ୍ଲଡ ପ୍ରେସର ମଧ୍ୟ ବାଲାନ୍ସ ରଖେ। ଆମେ ଯେତେବେଳେ ଖାଲି ପେଟରେ ଥାଉ, ବ୍ରତ ଉପାସନା ସମୟରେ ସୈନ୍ଧବ ଲବଣଟା ବ୍ୟବହାର କରିବା ପାଇଁ ପୂର୍ବଜ ମାନେ କହିଥିଲେ, ଠାକୁର ମଧ୍ୟ କହିଛନ୍ତି। ତେଣୁ ଏଇ ଯୋଉ ଖାଦ୍ୟପେୟ ଠାକୁର କହିଲେ, ଏଟା ସତ୍ତା ପୋଷଣୀ। ତାପରେ ରୋଗ କେମିତି ହୁଏ, ଠାକୁର ଜୀବାଣୁଙ୍କ କଥା କୋଉଠି କହିନାହାନ୍ତି। ମନେ କରନ୍ତୁ ମୋର ଆବଶ୍ୟକ ନାହିଁ ଏବଂ ଲୋଭାଗ୍ରସ୍ତ ହେଇକି ମୁଁ କିଛି ଖାଦ୍ୟ ଖାଇଦେଲି ବାହାରେ, ଆଉ ତା ସହିତ ସେ ଯୋଉ ଖାଦ୍ୟଟି ଖାଇଲି ଶରୀରରେ କି ପ୍ରକାର ରୋଗ ସୃଷ୍ଟି କରେ, କିଭଳି କରେ। ଆମେ ମାନେ ସବୁ ଜାଣିଛେ ଆମର ଗୋଟେ ଜୀବନୀ ଶକ୍ତି ଅଛି, ଯାହାକୁ ଆତ୍ମା ବୋଲି କହୁଛେ, ଭାଇଟାଲ ଏରିଆ ବୋଲି ବୈଜ୍ଞାନିକ ମାନେ କହୁଛନ୍ତି, ଠାକୁର ମଧ୍ୟ କହିଛନ୍ତି। ସେଇ ଯୋଉ ଆତ୍ମାଟି ମନ ଆଉ ଶରୀର ଭିତରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରେ। ମନେକର ମୁଁ ଗୋଟେ ଖାଦ୍ୟ ଖାଇଲି, ଆତ୍ମାଟି ମନ ଆଉ ଶରୀର ଅଲଗା,
से शरीर मन भितर जो समन्वय रक्षा करे जीवनी शक्ति करे भाइटाल रे। आ जीवनी शक्तिर काम है असुस्थता को सब बाहर करदे। आम से स्वास्थ्य सदाचार गोटे बाणी पढ़ुले जीवनर ध्रुति दीपन दुईटी धारा अव्याहत गति चली। गोटे हूँ स्वच्छल रखार धारा आ गोटे हूँ निरोध धारा। निरोध धारार काम है स्वच्छल रक्षा धाराटा आम सहज बुझी पारे सत्ता ग्रहण कर नब जोटा भल जिन सत्ता पोषण किंतु निरोध धारा जोटा सत्ता पोषण नुहे से बाहर कर से धाराटा कौन मनकर मोर बापा माँ कि आत्मीय स्वजन मरीगले मु कांदिली परवर्ती समय सत्तार से जो निरोध धाराटार शक्ति अच्छी से ये भावटा को सत्तार बाहर करदब मु कांदी ना आम सबुदिन कांदू था आम अज्ञात सब प्रक्रिया शरीर रंगा प्रक्रिया चलती जार रहस्य ठाकुर आम पाखे तोली धरते। तेणु यही जो मु खाद्य खाईदेली से खाद्यटा गला विषाक्त है शरीर कोष ग्रहण कलानी कोष सब निबुज करदे इंटेस्टाइन रे जो झिली अच्छी से सब ग्रहण करने क्लोज हो ग्रहण हबनी जार रहस्य ठाकुर आम पाखे तोली धरते। तेणु यही जो मु खाद्य खाईदेली से खाद्यटा गला विषाक्त है शरीर कोष ग्रहण कलानी कोष सब निबुज करदे इंटेस्टाइन रे जो झिली अच्छी से सब ग्रहण करने क्लोज हो ग्रहण हबनी घूरी बुल लिभर जी एक्सेप्ट करने कथा विषाक्त को परिवर्तन करने कथा कर अवशिष्ट न पारे से गुड़ाक जमट बांध एवं ये जीवनी शक्ति बाहर करद। जीवनी शक्ति जहा निरोध धारा मान जहाँ सत्ता को अपपुष्टि करे से बाहर कर ठाकुर कहले जो बाहर करने प्रोसेसटा हूँ रोग से बांति करके बाहर करो ना असुस्थता करके बाहर करो ना पेट गंडगोल कर पतला झाड़ा करके बाहर करो जेकोसी उपाय से बाहर कर ना आम बंची पारिबा ना। ये जीवन शक्तिर काम एत प्रखर तेणु जीवन शक्ति शक्ति जदि सुस्थ न रखा आम ताहले सुस्थ रही पारिबा ना। शरीर मन भितर समन्वय रही विक्षिप्त हो विश्लिष्ट हो आम सब रोगाग्रस्त हवा हुए तो मानसिक रोगी पार। तेणु यही जो प्रक्रिया गुड़ाक आगे सुधार किए अनेक वैज्ञानिक कहते मानसिक असुस्थता शारीरिक असुस्थता आसे एवं ताहा हूँ स्नायु दुर्बल जनित कि मस्तिष्क कोषर विच्युति रीति गठनमूलक प्रक्रिया द्वारा यह है ना असुस्थ हो पड़े कि सुस्थ करने कि सुस्थ कर संपूर्ण नीरव संपूर्ण नीरव। ठाकुर कहले जदि नाम ध्यान कर ये नाम ध्यान जदि निर्दिष्ट समय कर 45 मिनिट कर ताहले शरीर संहति आसव एवं कोषरु भल एंजाइम गुड़ाक सृष्टि हम एवं जाजन भितर देकी नाइट्रिक ऑक्साइड खूब सुंदर भाव में झरवे जोटा इम्यूनिटी पावर बढ़ेब आ कोष गुड़ाक एकत्रित हे कार्यक्षम हे जजन और जाजन भितर एत शक्ति पूरी रही। खूब निकट रे 2 मास पूर्वे आमर यूनिवर्सिटी कॉलेज ऑफ लंडन किसी वैज्ञानिक एटा प्रमाण करके देखल से माने बहुत असुस्थ लोक सब जोगाड़ कले जोगाड़ करके ध्यान कराइले मेडिटेशन कराइले से जो नाम रही जीसस से अनुसार मेडिटेशन कराइले मेडिटेशन कराया भितर दे 1 घंटा मेडिटेशन कले 24 घंटा मस्तिष्क कार्यक्षम रोचे कारण आमर शक्ति सब बेले क्षय होची कथबार्ता दाढ़ी बढ़िया चूल नख इत्यादि बढ़िया आउ विभिन्न रकम कर्मचक्र आम जो सृष्टि करछे अजथा ता भितर आमर ऊर्जा सब नष्ट होची तेणु से अनुसार आमर जीवन शक्ति माने धीर हो जाउची सॉरी धीर धीर हो जाउची से माने एटा को अनुध्यान करी जानिले जानिला परे से माने सेटो ध्यान करैछथि ध्यान करिया भितर देकी तांकर मस्तिष्क कोष गुड़ाक सब सज्जित हो जाउची एवं गाढ़ हो जाउची फिका देखा जाउनी एमआरआई करके से देखी एवं से माने देखुचंती जो माने नाम ध्यान करूचंती से माने 24 घंटा सुस्थ रहउचंती सुंदर भाव में कार्य संपादन करूचंती विरक्त होना प्रत्येक कार्य को सुंदर भाव में समापन कर आ जो मानकर आदौ होनी नाम ध्यान करूना विक्षिप्त होती विरक्त होती आउ परिवेश को विशृंखलित कर पकाउछ ये प्रक्रियाटा जारी रोचे से माने अनुध्यान करके देखिले जो 2000 पाखापाखि लोकों से प्रयोग कर ग्रुप ऑफ साइंस समाज विज्ञानी चिकित्सा विज्ञानी आम न्यूरो साइंटिस्ट आउ सोशियोलॉजिस्ट इन सब ग्रुप एकाधिक वैज्ञानिक नहीं अनुशीलन करते दीर्घ दिन धरिकी एवं से देखिले ये ध्यान करुवा व्यक्ति तारतम्य आस
ତ ସମସ୍ତେ ସମାନ ଭାବରେ ବସୁଛନ୍ତି ଧ୍ୟାନ କରୁଛନ୍ତି। ଆଙ୍କ ଭିତରେ ମସ୍ତିଷ୍କ ଏମଆରଆଇ ପରେ ଦେଖାଗଲା ସମସ୍ତଙ୍କର ମସ୍ତିଷ୍କ ଗାଢ ରହୁନି ବା ତାଙ୍କର ସବୁ ଯେମିତି ସୁଦୃଢ ରହିବା କଥା ରହୁନି, ସଜ୍ଜିତ ମଧ୍ୟ ରହୁନି, ତାରତମ୍ୟ ରହୁଛି। ତାର କାରଣ କଣ? ସମସ୍ତେ ସମାନ ସମୟ ବସିଲେ ହଉନି କାହିଁ? ପରବର୍ତ୍ତୀ ସମୟରେ ସେ ଦେଖିଲେ ସେମାନଙ୍କର ପେଟ ସବୁ ଗଣ୍ଡଗୋଳ ଅଛି, ଖାଦ୍ୟ ପଦାର୍ଥ ମାନେ ଅସ୍ଥିର କରି ପକେଇଛି ଏବଂ ସେ ଯୋଉ ଖାଦ୍ୟ ନେଇଛନ୍ତି ସେ ଖାଦ୍ୟ ଗୁଡାକ ମାନସିକ ସ୍ଥିତିକୁ ବିଗାଡି ଦେଇଛି। ତାପରେ ସେମାନେ ଚେଷ୍ଟା କରିଛନ୍ତି ଖାଦ୍ୟ ପଦାର୍ଥକୁ ପରିବର୍ତ୍ତନ କରିବା ପାଇଁ ଏବଂ ଯୋଉଟା ମୁଁ ଆଲୋଚନା କରୁଥିଲି ଖାଦ୍ୟ ପଦାର୍ଥରେ ପରିବର୍ତ୍ତନ କଲା ପରେ ସେ ଅନେକ ପରିବର୍ତ୍ତନ ତାଙ୍କ ଭିତରେ ହେଇଛି। ତେଣୁ ଏଇ ଯୋଉ ଗୁଡାକ ସବୁ ହଉଛି, ଯୋଉ ଆଧୁନିକ ବୈଜ୍ଞାନିକ ମାନେ ଏଟାକୁ ସବୁ ଦେଇଛନ୍ତି, ଏଟା ମାମୁଲି କଥା ନୁହଁ। ଆମର 2006ରେ ମଧ୍ୟ ହବର୍ଟ ବେନସନ ତାଙ୍କର 30 ବର୍ଷର ଗୋଟେ ଗବେଷଣା କରିକି ଦେଖେଇଥିଲେ। ଏରିକ ରବିନସନ, ଅର୍ନାଲ୍ଡ ଇହରଟ ଜର୍ମାନର ଇଏ ଖାଦ୍ୟ ବିଜ୍ଞାନୀ 2 ଜଣ, ଆଉ ଇଂଲଣ୍ଡର ମଧ୍ୟ ଲଣ୍ଡଲାର, ଏମାନେ ଖାଦ୍ୟ ବିଜ୍ଞାନୀ ସବୁ, ହଁ ଚିକିତ୍ସା ବିଜ୍ଞାନୀ, ଖାଦ୍ୟ ବିଜ୍ଞାନୀ ମଧ୍ୟ। ଡକ୍ଟର ଏମ ଚାର୍ବର ବେନର, ଏ ସବୁ ଆନ୍ତର୍ଦେଶୀୟ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ମାନେ ଦେଖିଛନ୍ତି ଯେ ଖାଦ୍ୟ ମନକୁ ବିଗାଡି ଦେଇପାରିବ। ଠାକୁର କହିଥିଲେ ଖାଦ୍ୟ ମନକୁ ମଧ୍ୟ ଗଢେ। ଏଇଭଳି ଅନେକ କଥା ଅଛି ଯୋଉଗୁଡାକ ଆମେ ଅଣଦେଖା କରନ୍ତି, ତାହା କିନ୍ତୁ ଠିକ ନୁହଁ। ତତ୍ସହିତ ଆମେ ଅନେକ ପ୍ରକାର ଖଣିଜ ଲବଣର ମଧ୍ୟ ଆବଶ୍ୟକ ରହିଛି, ଆଉ ଅନ୍ୟାନ୍ୟ ଜିନିଷର ମଧ୍ୟ ଆବଶ୍ୟକ ରହିଛି ଯୋଉଟାକୁ ଆମେ ଖାଇଲେ ସୁସ୍ଥ ରହିପାରିବା, କିନ୍ତୁ ତା ଆମେ ଖାଆନ୍ତିନି। ଆମେ ପାଉଁରୁଟି ଆଣି ଖାଆନ୍ତି, କଦଳୀ ଲେମ୍ବୁ ଜାତୀୟ ଫଳ ଆମେ ଆଦୌ ଖାଆନ୍ତିନି, ରେଡ ମିଟ୍ ଆଣିକି ଅନେକ ସତ୍ସଙ୍ଗୀ ପରିବାର ମଧ୍ୟ ଖାଉଛନ୍ତି, ମାଂସ ଏପର୍ଯ୍ୟନ୍ତ ଖାଉଛନ୍ତି। ଖାଦ୍ୟରେ ଖାଦ୍ୟ ପ୍ରାଣଟା କଣ, ଯୋଉ ଭିଟାମିନ, ଆମେ ଅନେକ କୁକୁଡ଼ା ମାଂସ ମଧ୍ୟ ଆମ ସତ୍ସଙ୍ଗୀ ପରିବାରରେ ଖାଉଛନ୍ତି, ପାଣି ଆବଶ୍ୟକ ଅନୁସାରେ ନଉନାହାନ୍ତି। ଆର ମଧ୍ୟ ବହୁତ ଖରାପ ପ୍ରଭାବ ରହିଛି। ଏଥିରେ ମଧ୍ୟ ବୈଜ୍ଞାନିକ ମାନେ ଅନୁଧ୍ୟାନ କରିକି ଦେଖିଛନ୍ତି ସ୍ମରଣ ଶକ୍ତିର ଅବକ୍ଷୟ ହେଇଯାଉଛି ଖାଦ୍ୟ ଯଦି ଠିକ ନ ରହୁଛି। ସ୍ୱାସ୍ଥ୍ୟ ପାଇଁ ତଥାକଥିତ ବିଷାକ୍ତ ବଟିକା ଗୁଡା ଆମେ ସବୁ ନଉଛେ, ମନକୁ ମନ ଯାଇକି ଔଷଧ କିଣି ଖାଇ ଦଉଛେ। ଥଣ୍ଡା ଟିକେ ହେଲା ନାମ କୋଲ୍ଡ ଖାଇଦିଅ, ଟିକେ ଇଏ ହେଇଗଲା ସେଟ୍ରାଜିନ ଖାଇଦିଅ। ଏଗୁଡାକ ହଉଛି ଟକ୍ସିକ ପିଲି, ଆକୁ ଭାରି ଭୟାବହ ସୃଷ୍ଟି କରିବ। ଡକ୍ଟରଙ୍କ ସହିତ କନସଲ୍ଟ କରି ଖାଇଲେ ସିଏ ତାର ଟକ୍ସିସିଟି ଇଫେକ୍ଟ ପାଇଁ ଆହୁରି ମେଡିସିନ ସବୁ ଦିଅନ୍ତି, ତାକୁ ତା ସାଙ୍ଗରେ ମିଶେଇକି ଖିଆଯାଏ। ଯଦି ନ ଖିଆଯାଏ ତାହେଲେ କିଡନୀ ହାର୍ଟକୁ ମଧ୍ୟ ଖରାପ କରିଦବ। ଏଗୁଡାକ ସବୁ ଆମେ, ଠାକୁର ଏଇଟାକୁ କହନ୍ତି କୁଚିକିତ୍ସା, ବିଷମ ଚିକିତ୍ସା, ଏଟା କୁଚିକିତ୍ସା। ଠାକୁର କହନ୍ତି ଅଚିକିତ୍ସାର, କିନ୍ତୁ କୁଚିକିତ୍ସା ହେଲେ ବଞ୍ଚି ପାରିବୁନି, ପ୍ରକୃତି ବଞ୍ଚିବାରେ ସହାୟକ କରିପାରିବନି। ତେଣୁ କୁଚିକିତ୍ସା ହେବା ଅପେକ୍ଷା ଅଚିକିତ୍ସା ରହିବା ଭଲ। ତେଣୁ ଆମର ଯୋଉ ଗିଲ୍ଟି ଫିଲ୍ କରନ୍ତି, ଆମେ ଦୁଶ୍ଚିନ୍ତା କରନ୍ତି, ଭୟ ମଧ୍ୟ ଆସେ, ଆଉ ଟେନସନ ମଧ୍ୟ ଆସେ, ଆଉ ଆମର କାମ ଡିଜାର ବଢେ, କ୍ରୋଧ ମଧ୍ୟ ହୁଏ, ଲୋଭ ମଧ୍ୟ, ଆମେ ଲୋଭାଗ୍ରସ୍ତ ମଧ୍ୟ ହଉ, ମାନସିକ ଚାପ ମଧ୍ୟ ଆସେ। ତେଣୁ ଏଇ ଯୋଉ ରକ୍ ଫଲାର ବିଶ୍ୱବିଦ୍ୟାଳୟର ଜଣେ ସ୍ୱାସ୍ଥ୍ୟ ବିଜ୍ଞାନୀ ଡକ୍ଟର ବ୍ରୁସ୍ ମେକୱେନଙ୍କ ମତରେ କ୍ରମାଗତ ମାନସିକ ଚାପ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ଦୁର୍ବଳ କରିଦବ, ପୃଥ୍ୱୀପିଣ୍ଡକୁ ଭାରାକ୍ରାନ୍ତ କରିଦବ ଓ ସ୍ମରଣ ଶକ୍ତିର ଅବକ୍ଷୟ ଘଟାଇଦବ। ସେ ଗବେଷଣା କରିକି ଏଟାକୁ ପ୍ରକାଶ କରିଛନ୍ତି। ତତ୍ସଙ୍ଗେ ଆଉ କଣ ହବ ନା ମାନସିକ କ୍ଳାନ୍ତି, ହୃଦରୋଗ, ମଧୁମେହ ରୋଗ, ଗଣ୍ଠିବାତ, ଏଇଭଳି ଅନେକ ଦୁରାରୋଗ୍ୟ ବ୍ୟାଧିର ମଧ୍ୟ ଆମେ ଖାଦ୍ୟ କାରଣରୁ ହବ। ସେଇଟା ଖାଲି ଅନ୍ୟ କାରଣରୁ ନୁହଁ। ତେଣୁ ତା ପାଇଁ ଆମେ ଯୋଉ ମେଡିସିନ ଖାଉଛେ, ଆମେ ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ, ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ, ତା ଆମ ଅସ୍ଥି, ଶରୀର, ଜୀବନ ସବୁକୁ ବିପନ୍ନ କରିକି ତୋଳେ। ତେଣୁ ଆମର ଜରାବସ୍ଥାକୁ ତ୍ୱରାନ୍ୱିତ ମଧ୍ୟ କରିଦବ, କାରଣ ଆମର କୋଷ ସମୂହ ସ୍ଥିର ରହିଯିବେ, କାର୍ଯ୍ୟକ୍ଷମ ହେଇପାରିବେନି। ତା ଭିତରେ ଯୋଉ ଜୈବ ସଞ୍ଚାଳିତ ହଉଛି ସେଗୁଡାକ ହେଇପାରିବନି। ଆମର କୋଷ ଭିତରେ, କୋଷ ନେଇ ତ ଦେହ ବିଧାନ, କୋଷ ଭିତରେ ସବୁବେଳେ ଗୋଟେ ପ୍ରକ୍ରିୟା ଚାଲିଛି ଆମ ଅଜ୍ଞାତରେ, ସେ ହଉଛି ରିପଲସନ, ଆଟ୍ରାକ୍ସନ ଆଉ ଷ୍ଟାଗନେସନ। ଆକର୍ଷଣ, ବିକର୍ଷଣ ଆଉ ବିମରଣ ପ୍ରକ୍ରିୟା ମଧ୍ୟ କୋଷ ଭିତରେ ଚାଲିଛି। ସେଟା ଚାଲିଛି ବୋଲିକି ଆମେ ସଜୀବ ରହିଛେ, ସକ୍ରିୟ ରହୁଛେ, ଆମର ଇଚ୍ଛା ଶକ୍ତି ରହିଛି, କର୍ମ ଶକ୍ତି ରହିଛି, ନହେଲେ ସେଗୁଡାକ ସବୁ ମରିଯିବ, ଆମେ ଆଉ ସୁସ୍ଥ ହେଇପାରିବା। ତେଣୁ ସେ କୋଷ ଭିତରେ ଏଇ କାର୍ଯ୍ୟ ଯଦି ମନ୍ଥର ହେଇଯାଏ, ଆମେ ଦୁର୍ବଳ ହବା, ଅବସାଦ ଆସିବ, ଶୋଇକି ରହିଥିବା ଇଷ୍ଟବୃତ୍ତି କରିବାକୁ ଟାଇମ ହେଇଯିବନି, ଉଠୁ ନଥିବା, ମନ ଆଉ ଶରୀର ଭିତରେ ସମନ୍ୱୟ ରହିବନି, ମୋଟର ସେନ୍ସେସରି ନର୍ଭ ଭିତରେ ସମନ୍ୱୟ ରହିବନି, ଇଚ୍ଛା କଲେ ମଧ୍ୟ ଆମେ ଉଠି ପାରିବାନି ଏବଂ ଆମ ଭିତରେ ବ୍ୟତିକ୍ରମ ସବୁ ଆସିବ, ଯାହା ହଉଛି। ତେଣୁ ଖାଦ୍ୟ ପଦାର୍ଥ ଆମ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ।
ସେଇଥିପାଇଁ ଆମେ ଯାହା ଯେଉଁଠୁ ସେଠୁ ଯାହା ତାହା ଖାଇଦବାନି। ଠାକୁର ଯେତେବେଳେ ଛାତ୍ର ଅବସ୍ଥାରେ ଠାକୁର କହୁଥିଲେ, ଠାକୁରଙ୍କୁ ପଚରା ଯାଇଥିଲା, ଆପଣ ଏ ଯୋଉ ପାଣି ବାହାରୁ ଲୋକଙ୍କ ହାତରୁ ପିଇବା ପାଇଁ କାହିଁକି ମନା କଲେ? ଠାକୁର କହିଲେ ସେକ୍ସୁଆଲ ଟ୍ରାନ୍ସମିଟେଡ୍ ଡିଜିଜ୍ ଭାବନା ଯେ ଖାଲି ସେକ୍ସୁଆଲ ମାଧ୍ୟମରେ হয়, ସେକ୍ସ ମାଧ୍ୟମରେ হয়, ତାହା ଯଦି ସେଇ ପ୍ରକାର କୌଣସି ରୋଗ ସିଫିଲିଟିକ ହଉ ବା ଯେକୌଣସି ହଉ, ଗନେରିଆ ହଉ, ଅନ୍ୟ ପ୍ରକାର ରୋଗ ହଉ, ସେଭଳି ରୋଗୀର ହାତରୁ ଯଦି ତମେ ପାଣି ପିଅ ଏବଂ ସେ ଯଦି ସଦାଚାରୀ ନ ହେଇଥାଏ, ଆମେ ତ ଜାଣିନାହାନ୍ତି କିଏ କୋଉ ରୋଗରେ ପଡିଛି, ଏବଂ ତା ହାତରୁ ପାଣି ପିଇବା ଭିତରେ ଦେଇକି ହୁଏତ ସେ ଜୀବାଣୁ ତୁମ ଶରୀରକୁ ଗଲେ, ତମ ଶରୀରରେ ଅନ୍ତନାଳୀରେ ହଉ କିମ୍ବା ବାହ୍ୟରେ ହଉ କୌଣସି ଜାଗାରେ ଯଦି କ୍ଷତ ହେଇଥାଏ, ସେଇ ଜୀବାଣୁ ମାନେ ଅନ୍ତନାଳୀ ଭିତରେ ସେଇ କ୍ଷତ ସ୍ଥାନ ଦେଇକି ଶରୀରକୁ ପ୍ରବେଶ କରିବେ, ତଦନୁପାତିକ ରୋଗ ସୃଷ୍ଟି କରିବେ, ଶରୀରର ଇମ୍ୟୁନିଟି ବିଘଟିତ ହେଇଯିବ। ତେଣୁ ଚିନ୍ତା କରିପାରୁଛନ୍ତି 100 ବର୍ଷ ପୂର୍ବେ ଠାକୁର କହିଥିବା ଏଇ କଥା ଆଜି ଆଧୁନିକ ବୈଜ୍ଞାନିକ ମାନେ ମାନିଛନ୍ତି, ମାନିବାକୁ ବାଧ୍ୟ ହେଇଛନ୍ତି। ଠାକୁର କହିଲେ ପ୍ରକୃତି କାନ ମୋଡି ମନେଇ ନବ, ଜୀବନ ଯେତେବେଳେ ବିପନ୍ନ ହବ ପ୍ରକୃତି କାନ ମୋଡି ମନେଇ ନବ, ସେଇ ମାନିବାଟା ଆଜି ବାଧ୍ୟ ହେଇଛନ୍ତି ବୈଜ୍ଞାନିକ ମାନେ, ଅନୁଶୀଳନ କରିକି ଦେଖିଛନ୍ତି, ଆବିଷ୍କାର କରିଛନ୍ତି, ଏଭଳି ମଧ୍ୟ ହୁଏ। ତେଣୁ ଏଠି ଘୃଣା କରିକି ସଦାଚାର କଥା କୁହାଯାଇ ନଥିଲା, ଅସ୍ପୃଶ୍ୟତା ଏଇଥିପାଇଁ ଆସିଥିଲା, ସଦାଚାର ପାଇଁ। ଠାକୁର କହିଲେ ଯାହା ଛୁଇଁଲେ ଯାହା କରିଲେ ଅସ୍ତିତ୍ୱର ପତନ ହୁଏ, ସେଇ ଛୁଇଁବା ସେଇ କରିବାରେ ସଦାଚାର ନୀତିଟି ରହେ। ମନେକର ଜଣକୁ ଟିବି ରୋଗରେ ପଡିଛି, ଆମେ ମୋ ସ୍ତ୍ରୀ ହଉ ବା ମୋ ବାପା ମା ହଉ, ମତେ ଯେତିକି ସତର୍କତା ଅବଲମ୍ବନ କରିବା କଥା, ତାଙ୍କ ପାଖକୁ ଯିବା ପାଇଁ ଯେତିକି ପ୍ରିକସନ ନେଇକି ଯିବା କଥା, ନଗଲେ ମତେ ରୋଗରେ ମୁଁ ପଡିଯିବି। ତେଣୁ ଏଠି ଯଦି ବାପା ମା କିମ୍ବା ମୁଁ କିମ୍ବା ମୋ ସ୍ତ୍ରୀ କହିବ ମୋ ସ୍ୱାମୀ ଘୃଣା କରୁଛି, ସ୍ୱାମୀ କହିବ ସ୍ତ୍ରୀ ଘୃଣା କରୁଛି, ବାପା ମା କହିବେ ମୋ ଛୁଆ ପିଲା ଘୃଣା କରୁଛନ୍ତି, ରୋଗ ଜୀବାଣୁ ତ ତା ବୁଝିବନି, କାରଣ ସ୍ପର୍ଶ ଦୋଷରେ ମଧ୍ୟ ଜୀବାଣୁ ଆସିବେ, ସଂସର୍ଗ ଦୋଷରେ ମଧ୍ୟ ଆସିବେ। ଠାକୁରଙ୍କର ସ୍ୱାସ୍ଥ୍ୟ ସଦାଚାରରେ କୁହାଯାଇଛି, ଅଦ୍ଭୁତ ବିଜ୍ଞାନର କଥା ଠାକୁର କହିଛନ୍ତି। ପ୍ରତ୍ୟେକ ସେଣ୍ଟେନ୍ସ ଗୋଟେ ଗୋଟେ ଥେସିସ୍, ଆଗାମୀ କାଲି ଲକ୍ଷ ଲକ୍ଷ ପୁସ୍ତକ, ଗବେଷକ ସବୁ ବାହାରିବେ, এই ସ୍ୱାସ୍ଥ୍ୟ ସଦାଚାର ପ୍ରତ୍ୟେକ ସେଣ୍ଟେନ୍ସକୁ ଗବେଷଣା କରିବେ, ଡକ୍ଟରେଟ ପାଇବେ, ପ୍ରତ୍ୟେକ ସେଣ୍ଟେନ୍ସ ଗୋଟେ ଗୋଟେ ଥେସିସ୍, ଅସାଧାରଣ ବିଜ୍ଞାନ ବୈଜ୍ଞାନିକ ତଥ୍ୟ ସବୁ ପୁରୀ ରହିଛି, ଯାହା ଆମ ଦୃଷ୍ଟିକି ଧରା ଦେଇନି ବା ଆମ ବୋଧ ଭିତରକୁ ଆସିନି, ବାସ୍ତବ ବ୍ୟାଖ୍ୟା ହେଇପାରୁନି। ଏଇଭଳି ଅନେକ କଥା ରହିଛି, ଆମକୁ ଏଗୁଡାକ ସବୁ ପାଳନ କରିବାକୁ ପଡିବ। ସମୟ ହେଇଯାଇଛି, ଖାଦ୍ୟ ପଦାର୍ଥ ଉପରେ, ସ୍ୱାସ୍ଥ୍ୟ ସଦାଚାର ଉପରେ ଯାହା ଆଲୋଚନା ହେଲା, ମୁଁ ଆଜି ଯାହା କହିଲି ଏଟାକୁ ଆପଣମାନେ ତଳେକି ଦେଖିବେ। ପୁନର୍ବାର ଯଦି କେବେ ପୁଣି ମୁଁ ଆପଣଙ୍କର ଏ ମଞ୍ଚରେ ଆସେ, ଆପଣଙ୍କ ଗହଣରେ ଆସେ, ଯେ କୋଉ ପ୍ରକାର ଖାଦ୍ୟ ଆମେ ବଜାରରୁ ଆଣି ଖାଉଛେ, ତା ଦ୍ୱାରା କଣ ଅସୁବିଧା ହଉଛି, ତା ଦେହରେ କି ଇଣ୍ଡୋଟକ୍ସିନ ସୃଷ୍ଟି ହଉଛି, ସେ ଟକ୍ସିନ ଆମ ଶରୀରକୁ କିଭଳି ପ୍ରଭାବିତ କରୁଛି, ଆମେ ଅଯଥା ସ୍ୱାମୀ ସ୍ତ୍ରୀ ହାତାହାତି ହେଇଯାଉଛୁ ଏଇ ଖାଦ୍ୟ ପଦାର୍ଥ ଖାଇକି, ଆମେ ଦିନେ ଚିନ୍ତା କରୁନାହାନ୍ତି, ଅଯଥାରେ ଗୋଟେ ଗୋଟେ କଥାକୁ ଆମେ ସହି ପାରୁନାହାନ୍ତି, ସ୍ତ୍ରୀ ଯାହା କହୁଛି ସ୍ୱାମୀ ସହି କରିପାରୁନାହିଁ, ଉଚିତ କଥା ହେଲେ ମଧ୍ୟ ତାକୁ ଜଷ୍ଟିଫାଏ କରିପାରୁନି, ସ୍ୱାମୀର କଥାକୁ ସ୍ତ୍ରୀ ମଧ୍ୟ ସହି କରିପାରୁନାହିଁ, ଏ ଖାଦ୍ୟ ପଦାର୍ଥ ମଧ୍ୟ ପାରିବାରିକ ବିଶୃଙ୍ଖଳାର ମୂଳ କାରଣ। ସେଥିପାଇଁ କହିଲେ ଆହାର ଚିତ୍ତ ଶୁଦ୍ଧ, ଆହାର ଶୁଦ୍ଧ ଚିତ୍ତ ଶୁଦ୍ଧ। ଯଦି ଆହାର ଠିକ ରହିବ, ଚିତ୍ତ ଅର୍ଥାତ ଆମର ମନଟା ମଧ୍ୟ ଶୁଦ୍ଧ ରହିବ। ତେଣୁ ଆମକୁ ବହୁତ ସତର୍କ ହବାକୁ ପଡିବ। ଠାକୁର ପ୍ରତି ପଦକ୍ଷେପରେ ମୃତ୍ୟୁକୁ ନିବୁଜ କରିଛନ୍ତି, ଏବଂ କେମିତି ମୃତ୍ୟୁ ନ ଆସିବ, ଆମେ ଦୀର୍ଘାୟୁ ହବା, ଆମ ଆୟୁ ପରମାୟୁ ପର୍ଯ୍ୟନ୍ତ ଲମ୍ବିଯିବ, ସ୍ତମ୍ଭରୁ ବ୍ରହ୍ମ ପର୍ଯ୍ୟନ୍ତ ବିସ୍ତାରିତ ଭାବରେ କରିଛନ୍ତି, ଯାହା କୌଣସି ବେଦ ବେଦାନ୍ତ, କୌଣସି ଯୁଗରେ କୌଣସି ପୁରୁଷ ବା କୌଣସି ତଥାକଥିତ ଗୁରୁ ମାନେ ଏ କଥା କରିନାହାନ୍ତି ବା ଆଚରଣ କରି ଦେଖେଇ ଦେଇନାହାନ୍ତି। ଠାକୁରଙ୍କର ପ୍ରତ୍ୟେକ କଥା ହଉଛି ଆଚରିତ ସତ, ତାଙ୍କର ଦର୍ଶନ ହଉଛି ଅଖଣ୍ଡ ଜୀବନ ଦର୍ଶନ, ସ୍ତମ୍ଭରୁ ବ୍ରହ୍ମ ପର୍ଯ୍ୟନ୍ତ ପରସ୍ପର ସମ୍ପର୍କ ରଖି ପ୍ରତ୍ୟେକ କଥା ବିଜ୍ଞାନର ବୁନିୟାଦୀ ଉପରେ ପ୍ରତିଷ୍ଠିତ, ସେ ସବୁ କହିଛନ୍ତି, ପ୍ରତ୍ୟେକ କଥା ବିଜ୍ଞାନ ବିଧୃତ। ଆଉ ଠାକୁର ମଧ୍ୟ ଏ କଥା କହିଛନ୍ତି, ଧର୍ମ ବିଜ୍ଞାନର ହୋତା। ତେଣୁ ଏ ବହୁତ କଥା, ସମୟ ହେଇଯାଇଛି, ସମସ୍ତଙ୍କର ମଙ୍ଗଳ ପାଇଁ ପରମ ପିତାଙ୍କର ଆତୁଳ ଚରଣରେ ପ୍ରାର୍ଥନା କରି ମୁଁ ଇଷ୍ଟ ପ୍ରସଙ୍ଗକୁ ଏଇଠି ପୂର୍ଣ୍ଣଚ୍ଛେଦ ପକଉଛି। ଜୟ ଗୁରୁ।